ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ଆମର ଘରେ କବରଛି ତ ସକାଳୁ ସକାଳୁ ଆମେ ଦୋକାନ ବାହାରିଲା ବେଳକୁ ମାଆ ବନେଇ ଦେଇଥିଲା ରୁଟି ଆଉ ଭଜା। ତ ଆମର ଏଠି ଭଜା ଆଜି କି ଭଜା ହେଇଛି, ଭଜା ପୁଣି ଏତେ ପ୍ରକାର ପରିବା ଏକା ସହିତ। ତ ସେମିତି କିଛି ନା, ଏକା ପରିବା ଅଲଗା ଅଲଗା ପରିବା ସବୁ ଏକାଥରେ ପକାଇ ଭାଜିଲେ କିଛି ଖରାପ ଲାଗିନଥାଏ, ଭଲ ଲାଗେ ଖାଇବା ପାଇଁ। ଦେଖିବାକୁ ଅବଶ୍ୟ ଭଲ ଦେଖାଯାଏନି କିନ୍ତୁ ଖାଇବା ପାଇଁ ବହୁତ ଟେଷ୍ଟି ହେଇଥାଏ। ତ ଏଠି ଭଜା ହେଇଛି କୁନ୍ଦୁରି, ପୋଟଳ ଆଉ ଆମର ଟିକେ ଟିକେ ଯେ ଦାଗ ଆସିଯାଇଥିଲା ଯେଉଁଟା ଆମର ଝୁଡ଼ଙ୍ଗ ଛୁଇଁ, ତାକୁ। ତ ତିନି ପ୍ରକାର ପରିବା ପଡ଼ିବାର କାରଣ ହେଉଛି ପରିବା ଏମିତି ଘରକୁ ଯେଉଁ ବହୁତ ସାରା ଆସିଥାଏ ତା ଦେହରୁ ଗୋଟେ ଗୋଟେ ପରିବା ଦୁଇ ଚାରିଟା ଏମିତି ବଳି ଯାଇଥାଏ। ତ ଗୋଟେ ଗୋଟେ ପରିବା ଏମିତି ରହିଗଲେ ତାକୁ କ'ଣ କରାହେବ, ତ ଗୋଟେ ଗୋଟେ ପରିବା ସେମିତି ପରିବା କରିହେବନି ରୋଷେଇ। ତ ଗୋଟିକିଆ ପରିବାରେ ଏମିତି ଗୋଟେ ଦୁଇଟା ବଞ୍ଚି ଯାଇଥାଏ ଯେଉଁ, ତାକୁ ଏକାଥରେ ମିଶାଇ ମାଆ ତା'ର ଭଜା ହେଉଛି କରିଦିଏ। ତ ଆମେ ଖାଇଦେଉ, ବହୁତ ଟେଷ୍ଟି ବି ଲାଗିଥାଏ, ଭଲ ବି ଲାଗେ। ତ ହେଲ୍ଦି ବି ଯେହେତୁ ହେଇଥାଏ, ତେଲ ମସଲା ବହୁତ କମ୍ ପଡ଼ିଥାଏ। ତ ଆମର ତେଲ ମସଲା ତ ବହୁତ ହି କମ୍ ପଡ଼େ। ତ ଆମେ ସମସ୍ତେ ସାଙ୍ଗ ହେଇ ଖାଇଦେଲୁ ସକାଳୁ ସକାଳୁ ରୁଟି ଆଉ ଭଜା। ଆମେ ଦୁଇ ଜଣ ଖାଇକି ବାହାରି ଯାଇଥିଲୁ ଦୋକାନକୁ। ତ ଖରାବେଳେ ଖାଇବା ତ ବହୁତ ଟେଷ୍ଟି ଥିଲା, କିନ୍ତୁ ସତ କହିବାକୁ ଗଲେ ଭୋକରେ ଏତେ ଜୋର ପେଟ କ'ଣ ହେଉଥିଲା କାମ କରିକି। ତ ଦୁଇ ଜଣ ଯାକ ଖାଇଲା ବେଳେ ଭିଡ଼ିଓ ବି ବନେଇ ନେଉ। ଖରାବେଳେ ଖାଇବା ଥିଲା ଆମର ପଖାଳ, ତା ସହିତ ବାଇଗଣ ପୋଡ଼ା, ତା ସହିତ ଟମାଟର ଆଉ ସାଲଡ଼, ତା ସହିତ ଆମର ଥିଲା ଭଜା ଯେଉଁଟାକି ଆମର ଥିଲା ସଜନା ଛୁଇଁ ଭଜା। ସଜନା ଛୁଇଁ ଭଜା ତ ମୋତେ ବହୁତ ପସନ୍ଦ। ତ ଖରାବେଳେ ଖାଇବା ଆମେ ବହୁତ ଟେଷ୍ଟି ଖାଇବା ଖାଇଦେଲୁ, କିନ୍ତୁ ସତ କହିଲେ ଭୋକରେ ଆମର ମନ ହିଁ ନଥିଲା କ'ଣ ଭିଡ଼ିଓ ବନେଇବାର ଅଛି କି କ'ଣ ବ୍ଲଗ୍ ସେମିତି କିଛି। ତ ଦିନସାରା କାମରେ ପୁରା ଥକି ହିଁ ଯାଇଥିଲୁ। ତ ମୁଁ ବହୁତ ସାରା ଥକି ଯାଇଥିଲି କାମରେ। ଖରାବେଳେ ଦୁଇଟା ଖାଇଦେଇକି ଆମେ ପୁଣି ବାହାରି ଯାଇଥିଲୁ 3ଟା ବେଳେ ଦୋକାନକୁ। ତ 2ଟା ବେଳେ ଖାଇଥିଲୁ, 3ଟାରେ ସାଙ୍ଗେ ସାଙ୍ଗେ ଦୋକାନ ଯାଇଥିଲୁ, କାରଣ କ୍ଲାଏଣ୍ଟଙ୍କର ଫୋନ୍ ଆସିଥିଲା ସାଙ୍ଗେ ସାଙ୍ଗେ। ତ ଆମେ ଦୁଇ ଜଣ ବାହାରି ଯାଇଥିଲୁ ଦୋକାନ। ତ ରାତିରେ ଆସିଲେ, ରାତିରେ ଆମର ଘରେ ଆଜି ବହୁତ ଟେଷ୍ଟି ଖାଇବା ବନିଥିଲା। ତ ଆମ ଘରେ ଫାଷ୍ଟ ଟାଇମ୍ ଆଜି ଫୁଲକୋବି ବନିଥିଲା। ତ ଫୁଲକୋବି ତରକାରୀ, ତା ସହିତ ଦିନରେ ଥିଲା ଭଜା ଆଉ ଆମର ପୋଟଳ ଭଜା ମାଆ କରିଥିଲା। ପୁଣି ଆଉ ଦିନରେ ଥିଲା ସେ ଯେଉଁ ଛୁଇଁ ଭଜା ହେଇଥିଲା ତାକୁ ଥିଲା। ତ ତାକୁ ବି ଦିନରେ ଆମେ ଆଉ ଥରେ ଖାଇ ଦେଇଥିଲୁ। ତ ଦିନ ଖାଇବା ଖରାପ ନୁହେଁ, ଯେଉଁଟାକି ବଳିଥାଏ ତ ନଷ୍ଟ ହେବା ଅପେକ୍ଷା ଖାଇଦେବାଟା ବହୁତ ଭଲ। ମୋତେ ତ ବହୁତ ଭଲ ଲାଗିଥାଏ ଦିନରେ ଯେଉଁ ଭଜା ବଗେରା ଥାଏ, ସେ ସବୁ ଖାଇବାକୁ ବେଶୀ ଭଲ ପାଏ। ଆଉ ବାସି ରୁଟି ମୋତେ ବହୁତ ପସନ୍ଦ। ତ ଦିନରେ ଥିବା ବାସି ରୁଟି, ରାତି ଥିବା ବାସି ରୁଟି ମୁଁ ସବୁବେଳେ ଖାଇଥାଏ। ତ ଚାଲ ଦେଖିବା କ'ଣ ସବୁ ଆମେ ଖାଇବା। ଦିଦି କ'ଣ ତ ନା ଏମିତି କହିଲେ, ସତରେ ଏମିତି ହଉ ଖାଇବାକୁ ହୁଏ। ତମେ ଖାଅ, ମୁଁ ଆସି ହାତ ଧୋଇକିନି। ରୁଟି କାଢ଼ିବା ପାଇଁ ଦେଖ, ଏଇଟା ବାସି ରୁଟି ଖାଇବି। ବାସି ରୁଟି ବେଷ୍ଟ। ଦେଖିଲୁ ତ ପୋଟଳ ଭଜା ଦେଇ ଲଙ୍କା ନେଇକି ଆସିବୁ। ତ ଭାଇ, ମୁଁ, ରୂପା, ମା ଆମେ ସବୁ ସାଙ୍ଗ ହେଇକି ଖାଇଥିଲୁ। ଖାଇ ପିଇକି ତାପରେ ଶୋଇବା ପାଇଁ ଯାଇଥିଲୁ। ତ ଆପଣମାନଙ୍କୁ ବ୍ଲଗ୍ ଭଲ ଲାଗିଥିଲା ଲାଇକ୍ କରିନେବେ। ଯଦି ମୋ ଚ୍ୟାନେଲ୍ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲ୍ ସବସ୍କ୍ରାଇବ୍ କରିନେବେ। ରହୁଛି, ଜୟ ଜଗନ୍ନାଥ ସାଙ୍ଗମାନେ।